ଚାକିରିର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ ବିକିଦେଲା ଖୁଡ଼ି 2,20,000 ଟଙ୍କାରେ ବିକିଦେଇଥିବା ନେଇ ଖବର ପ୍ରଘଟ ହେବା ପରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ। ବିଶୋଇ ଥାନା ଅଞ୍ଚଳରୁ ଦୁଇ ଯୁବତୀଙ୍କୁ ଜଣେ ମହିଳା ଏବଂ ବାପି ନାମକ ଜଣେ ଯୁବକ ଚାକିରି କରାଇଦେବାକୁ କହି ଗତବର୍ଷ ଡିସେମ୍ବର 6 ତାରିଖରେ ରାଉରକେଲାକୁ ନେଇଯାଇଥିଲେ। ପରେ ଟ୍ରେନିଂ ଦିଆଯିବ କହି ରାଉରକେଲାରୁ ଯୁବତୀଙ୍କୁ ରାଜସ୍ଥାନକୁ ନେଇଥିଲେ। ସେଠାରେ ଏକ ଲଜ୍ରେ ରହିବା ପରେ ଯୁବତୀଙ୍କୁ ବିକି ଦେଇଥିବାର ଜଣାପଡ଼ିଥିଲା। ଦୁଇ ଯୁବତୀ ତାଙ୍କ ବାପାଙ୍କୁ ଫୋନ୍ କରି ସବୁ କଥା କହିଥିଲେ। ବାପି ଏବଂ ମହିଳା ଜଣକ ତାଙ୍କୁ ବିକ୍ରି କରିଦେଇଥିବା କହିଥିଲେ। ଯୁବତୀଙ୍କ ବାପା ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଶୋଇ ଥାନା ଅଧିକାରୀ ରାଜସ୍ଥାନକୁ ଯାଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଆଉ ଜଣଙ୍କୁ ମଧ୍ୟପ୍ରଦେଶରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ବିଶୋଇ ଅଣାଯାଇଥିବା ବେଳେ ଯୁବତୀଙ୍କୁ କିଣିଥିବା ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି। ଆମର ଗତ ଡିସେମ୍ବର ମାସ 2023 ରେ ଗୋଟେ କେସ୍ ହେଇଥିଲା 365/34 ରେ। ତାଙ୍କର ଦି ଜଣ ମେଜର ଝିଅ ସେ ରାଉରକେଲା ଗୋଟେ କମ୍ପାନୀକୁ ଯାଇଥିଲେ କାମ କରିବାକୁ, ଯାହାକି ତାଙ୍କର ଖୁଡ଼ି ଆଉ କୁଳିଅଣାର ଜଣେ ବ୍ୟକ୍ତିଙ୍କ ସହିତ ଯାଇଥିଲେ ବୋଲି ସେ ରିପୋର୍ଟ କଲେ। ଦୁଇ ଜଣଙ୍କ ଷ୍ଟେଟମେଣ୍ଟ ଅନୁସାରେ ଆମେ ଜାଣିଲୁ କୁଳିଅଣାର ଯୋଉ ବ୍ୟକ୍ତି ତାଙ୍କୁ ଏଠୁ ନେଇଥିଲା କାମ କରିବା ପାଇଁ କପଡ଼ା ଫ୍ୟାକ୍ଟ୍ରିରେ, ପ୍ରକୃତରେ ସେ ତାଙ୍କୁ ରାଉରକେଲାରୁ ଡାଇରେକ୍ଟ ନେଇଥିଲା ରାଜସ୍ଥାନ। ତାପରେ ସେଠୁ ସେମାନଙ୍କୁ ସେ ବିକ୍ରି କରିଥିଲା ବୋଲି ସୂଚନା ଦେଇଥିଲେ। ତାଙ୍କ ଷ୍ଟେଟମେଣ୍ଟ ଅନୁସାରେ ଆମେ ଜଣେ ଆସାମୀକୁ ଧରିଛୁ, ଦୁଇ ଜଣ ଝିଅଙ୍କୁ ବି ରେସ୍କ୍ୟୁ କରିସାରିଛୁ। ବର୍ତ୍ତମାନ ତାଙ୍କୁ କୋର୍ଟରେ ଆମେ ତାଙ୍କ ଷ୍ଟେଟମେଣ୍ଟ ରେକର୍ଡିଂ ପାଇଁ ପ୍ରୋଡ୍ୟୁସ କରିବୁ। ଆସାମୀ ଅଛି, କେସ୍ ମଧ୍ୟ ତଦନ୍ତାଧୀନ ଅଛି।